ବା ମହାକାଶ କେଉଁଠୁ ଆରମ୍ଭ? 100 କିଲୋମିଟର ଉପରେ କ'ଣ ଅଛି? ପୃଥିବୀକୁ ସୂର୍ଯ୍ୟଙ୍କଠାରୁ ଆସୁଥିବା କ୍ଷତିକାରକ ରଶ୍ମିକୁ କିଏ ସୁରକ୍ଷା ଦିଏ? ଆସନ୍ତୁ ଜାଣିବା ଡିଟେଲ୍ ତା ବିଷୟରେ। କର୍ମନ ଲାଇନ୍ କ'ଣ? ଚୁମ୍ବକୀୟ କ୍ଷେତ୍ର କ'ଣ? ତା'ର ରହସ୍ୟ ଜାଣିବା। ଆପଣମାନଙ୍କୁ ସ୍ୱାଗତ କରୁଛି ଜିଓଗ୍ରାଫି ୱିଥ୍ ସଞ୍ଜୟ ପୁରୋହିତ ୟୁଟ୍ୟୁବ୍ ଚ୍ୟାନେଲ୍କୁ। ଆମେ ବର୍ତ୍ତମାନ ଯିବା କର୍ମନ ଲାଇନ୍। ଦେଖନ୍ତୁ କର୍ମନ ଲାଇନ୍ଟି ଅଛି ଯାହା ହେଉ କି ଆମର ମୁଖ୍ୟତଃ ଆମ ଯେଉଁଟା ବାୟୁମଣ୍ଡଳ ଅଛି ଏବଂ ମହାକାଶ ମଧ୍ୟରେ ଥିବା ଗୋଟେ ଆମ ସୀମାରେଖା। ଓକେ, ସେ ସୀମାରେଖାର ନାଁ ହେଉଛି କର୍ମନ ଲାଇନ୍। 100 କିଲୋମିଟର ଉପରେ ଆମ ବାୟୁମଣ୍ଡଳର 100 କିଲୋମିଟର ଯେଉଁଠି ଅଛି ତାହା ହେଉଛି ସୀମା। ମହାକାଶ ସେଇଠୁ ଆରମ୍ଭ ହୁଏ। ଓକେ, ମହାକାଶଟା ସେଇଠୁ ଆରମ୍ଭ ହୁଏ। ତେଣୁ 100 କିଲୋମିଟର ଯେଉଁ ଲାଇନ୍ ଅଛି ତାକୁ କର୍ମନ ବୈଜ୍ଞାନିକ, ଆମର ମୁଖ୍ୟତଃ ହଙ୍ଗେରୀର ବୈଜ୍ଞାନିକ ଟି.ଭି. କର୍ମନ ତାକୁ କରିଥିଲେ। ଲାଇନ୍ର ରେଖା ସେ ଆରମ୍ଭ କରିଥିଲେ। ତେଣୁ ତାଙ୍କ ନାଁ ହିସାବରେ କର୍ମନ ଲାଇନ୍ ହେଇଛି। ମହାକାଶଟା ଆରମ୍ଭ ଆମର 100 କିଲୋମିଟର ହେଉଛି। ତେଣୁ 100 କିଲୋମିଟର ଭିତରେ ଗୋଟେ ଦେଶ ଭିତରେ ଗୋଟେ ଉଡ଼ାଜାହାଜଟା ଉଡ଼ିପାରୁଛି, କିନ୍ତୁ 100 କିଲୋମିଟର ଉପର ହେଉଛି ଆନ୍ତର୍ଜାତିକ ସୀମା। ସେଟା ଯେକୌଣସି ଦେଶର ଉଡ଼ାଜାହାଜ ଉଡ଼ିପାରିବ, କିନ୍ତୁ 100 କିଲୋମିଟର ଭିତରେ ସେ ଦେଶର ଅନୁମତି ଆବଶ୍ୟକ ହୁଏ। ତେଣୁ ଏହି ରେଖା ମୁଖ୍ୟତଃ ଆମେ ଯେଉଁଟା ମହାକାଶ କହୁଛୁ, ମହାକାଶଟା 100 କିଲୋମିଟର ଉପରୁ ଆରମ୍ଭ ହେଇଛି। ଏବଂ ନେକ୍ସଟ ଆମେ ଯିବା, ଯଦି ଦେଖିବା ଆମେ ଦେଖିବା ଯେ ଏହାକୁ ମହାକାଶର ଆରମ୍ଭ ବିନ୍ଦୁ କୁହାଯାଏ। କର୍ମନ ରେଖା ହେଉଛି ମହାକାଶର ଆରମ୍ଭ ବିନ୍ଦୁ। ଓକେ, ତ ଆମେ ଯଦି ମ୍ୟାଗ୍ନେଟୋସ୍ଫିୟର ଦେଖିବା, ମ୍ୟାଗ୍ନେଟୋସ୍ଫିୟର ହେଉଛି ପୃଥିବୀକୁ ଘେରି ରହିଥିବା ଗୋଟେ ଆମ ଯେଉଁଟା ଚୁମ୍ବକୀୟ କ୍ଷେତ୍ର ଅଛି। ଆଉ ଚୁମ୍ବକୀୟ ତା'ର ଶକ୍ତି ଦ୍ୱାରା ସୃଷ୍ଟି ହେଇଛି। ଆଉ ସୂର୍ଯ୍ୟରୁ ଆସୁଥିବା ଯେଉଁ ଆମର ଅଛି ସୋଲାର ୱିଣ୍ଡ ବା ଅନେକ ଗୁଡ଼ା ରଶ୍ମି, କ୍ଷତିକାରକ ରଶ୍ମି ସବୁ ଇଭି ରେ ସବୁ ଅଛି, ତାକୁ ସୁରକ୍ଷା ଦେଇଥାଏ। ଆଉ ଯଦି ମ୍ୟାଗ୍ନେଟୋସ୍ଫିୟର ନଥାନ୍ତା ତାହେଲେ ପୃଥିବୀରେ ଜୀବନ ରହିବା କଷ୍ଟକର। ମ୍ୟାଗ୍ନେଟୋସ୍ଫିୟର ପୃଥିବୀର ବାହ୍ୟସ୍ଫିୟରର ବାହାରେ ଅଛି। ଓକେ, ତ ଦେଖନ୍ତୁ ମ୍ୟାଗ୍ନେଟୋସ୍ଫିୟରଟା କେମିତି ଦେଖନ୍ତୁ। ମ୍ୟାଗ୍ନେଟୋସ୍ଫିୟରଟା ଦେଖନ୍ତୁ। ଓକେ, ମ୍ୟାଗ୍ନେଟୋସ୍ଫିୟରଟା ଆମର ଚୁମ୍ବକୀୟ କ୍ଷେତ୍ରଟା। ଓକେ, ସେ ଆମ ଆର୍ଥକୁ, ଆମ ସୂର୍ଯ୍ୟରୁ ଆସୁଥିବା ଯେଉଁ ଆମର କସ୍ମିକ୍ ରେ ସବୁ ଅଛି, ସୋଲାର ୱିଣ୍ଡ ଅଛି, ତାକୁ ସେ ସୁରକ୍ଷା ଦେଇଥାଏ। ଏବଂ 100 କିଲୋମିଟର ପାଖ ଅଛି ଆଇନସ୍ କଣିକା। ସେ ଆଇନସ୍ କଣିକା ସୂର୍ଯ୍ୟ ରଶ୍ମି ଦ୍ୱାରା ଉତ୍ତେଜିତ ହୋଇକି ବର୍ଣ୍ଣାଳୀ ସୃଷ୍ଟି କରନ୍ତି। ଏବଂ ସେହି ସବୁ ବର୍ଣ୍ଣାଳୀ ଗୁଡ଼ିକୁ ଏହି ଚୁମ୍ବକୀୟ କ୍ଷେତ୍ର ମେରୁ ଆଡ଼କୁ ଟାଣି ଆଣନ୍ତି। ଏବଂ ମେରୁ ଆଡ଼କୁ ଟାଣିଲେ ମେରୁରେ କ'ଣ ଦେଖାଯାଏ? ମେରୁ ଜ୍ୟୋତି ଦେଖାଯାଏ। ତ ଆମେ ଯେଉଁଟା ଦେଖୁଛୁ ବର୍ଣ୍ଣାଳୀ ସୃଷ୍ଟି ହେଉଛି, ତାକୁ ଚୁମ୍ବକୀୟ କ୍ଷେତ୍ର ଟାଣି ଆଣୁଛି। ଓକେ, ଥ୍ୟାଙ୍କ ୟୁ ସୋ ମଚ୍। ଜୟ ଜଗନ୍ନାଥ।